12 ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ସବୁଠାରୁ ପବିତ୍ର ମାସ। ଏହି ମାସ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଭିନ୍ନ ବେଶରେ ସଜ୍ଜିତ ହୋଇଥାନ୍ତି। ବିଶେଷ କରି କାର୍ତ୍ତିକ ମାସର ଶେଷ 5 ଦିନ ମଧ୍ୟରେ ମହାପ୍ରଭୁ ବିଭିନ୍ନ ବେଶରେ ସଜ୍ଜିତ ହୁଅନ୍ତି। ଚାଲନ୍ତୁ ଆଜି ଜାଣିବା ଭଗବାନଙ୍କର ଏହି ବିଭିନ୍ନ ବେଶ ପଛରେ ଥିବା ପୌରାଣିକ ମହତ୍ଵ ବିଷୟରେ। ଭଗବାନ ଶ୍ରୀ ବିଷ୍ଣୁଙ୍କର ଅତି ପ୍ରିୟ ମାସ ହେଉଛି କାର୍ତ୍ତିକ ମାସ। ଏହାର ଶେଷ 5 ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦିନକୁ କାର୍ତ୍ତିକ ପଞ୍ଚକ ବା ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ। ଏହି 5 ଦିନରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଦେବ ଏବଂ ମାତା ସୁଭଦ୍ରାଙ୍କୁ ବିଭିନ୍ନ ବେଶରେ ସଜାଯାଇଥାଏ। ଏହି ସବୁ ବେଶ ଭଗବାନ ବିଷ୍ଣୁଙ୍କର ଏକ ଅବତାର କିମ୍ବା ଲୀଳାର ପ୍ରତୀକ ଅଟେ। ପଞ୍ଚୁକର ପ୍ରଥମ ଦିବସରେ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ପ୍ରଭୁ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶରେ ସଜ୍ଜିତ ହୋଇଥାନ୍ତି। ଭଗବାନଙ୍କର ଏହି ବେଶ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଯୁଗଳ ରୂପକୁ ଦର୍ଶାଇଥାଏ ଏବଂ ସେମାନେ ରତ୍ନ ସିଂହାସନରେ ବିରାଜିତ ହୋଇଥାନ୍ତି। କାର୍ତ୍ତିକ ମାସରେ ଲକ୍ଷ୍ମୀ ନାରାୟଣଙ୍କର ପୂଜା ଅତ୍ୟନ୍ତ ଶୁଭ ଓ ଫଳପ୍ରସୂ। ଭଗବାନଙ୍କର ଏହି ବେଶକୁ ଠିଆକିଆ ବେଶ ମଧ୍ୟ କୁହାଯାଏ। ଏହି ବେଶରେ ଠାକୁରମାନଙ୍କ ମୁଣ୍ଡରେ ଏକ ବିଶେଷ ପାଟ ବସ୍ତ୍ରରେ ତିଆରି କିଆ ବା କିରୀଟ ସଦୃଶ ଲଗାଯାଇଥାଏ, ଯାହା ଉପରକୁ ଠିଆ ହେଲା ପରି ରହିଥାଏ। ତେଣୁ ଏହାର ନାଁ ଠିଆକିଆ ବେଶ। ଏହା ମହାପ୍ରଭୁଙ୍କ ଦିବ୍ୟ ରୂପକୁ ପ୍ରକାଶିତ କରାଇଥାଏ। ପଞ୍ଚୁକର ଦ୍ୱିତୀୟ ଦିବସରେ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ମହାପ୍ରଭୁ ବାମନ ବେଶ ବା ବାଙ୍କଚୂଡ଼ା ବେଶ ଧାରଣ କରିଥାନ୍ତି। ଏହି ବେଶ ଭଗବାନ ବିଷ୍ଣୁଙ୍କର ବାମନ ରୂପର ପ୍ରତୀକ ଅଟେ। ପୌରାଣିକ ତଥ୍ୟ ଅନୁସାରେ ମହାରାଜ ବଳିଙ୍କର ଅହଙ୍କାରକୁ ଭାଙ୍ଗିବା ପାଇଁ ଭଗବାନ ବିଷ୍ଣୁ ବାମନ ରୂପରେ ଆବିର୍ଭୂତ ହୋଇଥିଲେ। ସେ ବଳିଙ୍କ ଠାରୁ ଦାନରେ 3 ପାଦ ଭୂମି ମାଗିଥିଲେ। ପ୍ରଥମ ଓ ଦ୍ୱିତୀୟ ପାଦରେ ସେ ସ୍ୱର୍ଗ ଏବଂ ମର୍ତ୍ତ୍ୟ ପର୍ଯ୍ୟନ୍ତ ଜମିକୁ ମାପି ନେଇଥିଲେ ଏବଂ ତୃତୀୟ ପାଦ ବଳିଙ୍କ ମୁଣ୍ଡ ଉପରେ ରଖି ତାଙ୍କୁ ପାତାଳ ପୃଷ୍ଠକୁ ପଠାଇ ଦେଇଥିଲେ ଓ ତାଙ୍କୁ ମୋକ୍ଷ ପ୍ରଦାନ କରିଥିଲେ। ତେଣୁ ଏହି ବେଶରେ ମହାପ୍ରଭୁ ବାମନ ବେଶରେ ସଜ୍ଜିତ ହୋଇଥାନ୍ତି। ପଞ୍ଚୁକର ତୃତୀୟ ଦିନରେ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଭଗବାନ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶରେ ସଜ୍ଜିତ ହୋଇଥାନ୍ତି। ଏହା ହେଉଛି ଭଗବାନ ଶ୍ରୀ ବିଷ୍ଣୁଙ୍କର ବାମନ ଅବତାରର ପରବର୍ତ୍ତୀ ରୂପ। ଏହି ରୂପରେ ବାମନ ରୂପ ଧାରଣ କରିଥିବା ଭଗବାନ 3 ପାଦରେ ବିଶ୍ୱ ମାପିବା ପରେ ନିଜର ବିଶାଳ ତ୍ରିବିକ୍ରମ ରୂପ ଦେଖାଇଥିଲେ। ଏହି ବେଶରେ ମହାପ୍ରଭୁଙ୍କୁ ତ୍ରିବିକ୍ରମ ରୂପରେ ସଜ୍ଜିତ କରାଯାଏ। ଏହି ବେଶରେ ଜଗନ୍ନାଥ ଉପରକୁ ପାଦ ବଢ଼ାଇ ତ୍ରିବିକ୍ରମ ରୂପରେ ବିଜେ ହୋଇଥାନ୍ତି। ତେଣୁ ଏହି ବେଶକୁ ଆଡ଼କିଆ ବେଶ ମଧ୍ୟ କୁହାଯାଇଥାଏ, କାରଣ ଏହି ବେଶରେ ଠାକୁରଙ୍କ ମୁଣ୍ଡ ଉପରେ ଯେଉଁ କିଆ ଲଗାଇ ଯାଇଥାଏ ତାହା ଗୋଟିଏ ପାର୍ଶ୍ୱକୁ ଢଳି ରହିଥାଏ। ପଞ୍ଚୁକର ଚତୁର୍ଥ ଦିନରେ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କୁ ଲକ୍ଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶରେ ସଜାଯାଇଥାଏ। ପୌରାଣିକ ତଥ୍ୟ ଅନୁସାରେ ଏକଦା ହିରଣ୍ୟକଶିପୁ ନାମକ ଅସୁରକୁ ବଧ କରିବାକୁ ଭଗବାନ ବିଷ୍ଣୁ ନୃସିଂହ ରୂପରେ ଏ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ। ଏହା ଥିଲା ଭଗବାନଙ୍କର ଅଧା ମଣିଷ ଓ ଅଧା ସିଂହ ରୂପ।
ହିରଣ୍ୟକଶିପୁ ବଧ ପରେ ନୃସିଂହ ଭଗବାନଙ୍କର କ୍ରୋଧ ଶାନ୍ତ ନ ହେବାରୁ ତାକୁ ଶାନ୍ତ କରିବା ପାଇଁ ଲକ୍ଷ୍ମୀ ଧରାପୃଷ୍ଠକୁ ଆସିଲେ। ତେଣୁ ଏହି ବେଶରେ ପ୍ରଭୁ ଉଭୟ ଲକ୍ଷ୍ମୀ ଓ ନୃସିଂହଙ୍କ ବେଶ ଧାରଣ କରିଥାନ୍ତି। ଏହି ବେଶର ଅନ୍ୟ ନାମ ଡାଳିକିଆ ବେଶ। ଏଥିରେ କିଆ ଡାଳ ସଦୃଶ ଝୁଲି ରହିଥାଏ। ପଞ୍ଚୁକର ଶେଷ ଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶ ଧାରଣ କରିଥାନ୍ତି। ଏହା ମହାପ୍ରଭୁଙ୍କର ସବୁଠାରୁ ଆକର୍ଷଣୀୟ ଓ ରାଜକୀୟ ବେଶ ମଧ୍ୟରୁ ଗୋଟିଏ। ଆମ ଓଡ଼ିଶାର ଇତିହାସ କୁହେ, ଗଜପତି ଶୈଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟରୁ ଫେରି ବିପୁଳ ଧନ ସମ୍ପତ୍ତି ଓ ବିପୁଳ ପରିମାଣର ସୁନା ଓ ଅଳଙ୍କାର ଆଣି ଶ୍ରୀମନ୍ଦିରକୁ ଅର୍ପଣ କରିଥିଲେ। ସେବେଠାରୁ ସେହି ଅଳଙ୍କାରରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୁଏ। ଏହି ବେଶରେ ତିନି ଠାକୁରଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଏ। ଏହା ଥିଲା ପଞ୍ଚକର 5 ଦିନରେ ପ୍ରଭୁଙ୍କର 5 ପ୍ରକାର ବେଶର ମହତ୍ତ୍ୱ।